ମୁଣ୍ଡ ଉପର ଦେଇ ଯାଉଛି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର। ଗାଁରୁ 7 କିଲୋମିଟର ଦୂରରେ ଅଛି ଅପର କଲାପ ଜଳ ବିଦ୍ୟୁତ ପ୍ରକଳ୍ପ, ଯାହା ଓଡ଼ିଶାକୁ ଆଲୋକିତ କରୁଛି। କିନ୍ତୁ ଦୀପତଳ ଅନ୍ଧାର ଭଳି ବିଦ୍ୟୁତ ପ୍ରକଳ୍ପରୁ 7 କିଲୋମିଟର ଦୂର ରହି ଅନ୍ଧାରରେ ରାତି କାଟୁଛନ୍ତି ଜୟପୁର ବ୍ଲକ ଟାଙ୍କୁଆ ପଞ୍ଚାୟତର ବେଡ଼ାଗୁଡ଼ା ଗାଁ। ପାହାଡ଼ ଉପରେ ଥିବା ଏହି ଗାଁରେ ବସବାସ କରୁଛନ୍ତି 20 ପରିବାର। ବହୁବାର ଦାବି ପରେ ଗାଁକୁ ବିଜୁଳି ଆଲୁଅ ସ୍ୱପ୍ନ ପାଲଟିଥିବା ବେଳେ ବହୁ ବର୍ଷ ପୂର୍ବେ ଲାଗିଥିବା 4 ସୋଲାର ଲାଇଟ୍ ଏବେ ଅଚଳ। ଫଳରେ ସନ୍ଧ୍ୟାରେ ଗାଁରେ ପଡ଼ୁଛି ତାଟି କବାଟ। କେବଳ ବେଡ଼ଗୁଡ଼ା ଗାଁ ନୁହେଁ, କୋରାପୁଟ ଜିଲ୍ଲାର ଏପରି 200ରୁ ଉର୍ଦ୍ଧ୍ୱ ପଡ଼ା ଓ ଗାଁରେ ନାହିଁ ବିଦ୍ୟୁତ ସଂଯୋଗ। ବିଦ୍ୟୁତ ଆଲୁଅ ନଥିବାରୁ ଚୁଲି ନିଆଁ ଓ ଟିବିରି ଆଲୁଅରେ ବିତୁଛି ଜୀବନ। ଦାଣ୍ଡରେ ନିଆଁ ଲଗେଇ ଅନେକ ରାତ୍ରି ଭୋଜନ କରୁଥିବା ବେଳେ ଟିବିରି ଆଲୁଅରେ ପିଲାଙ୍କ ପାଠ ପଢ଼ା ହେଉଛି। କୋରାପୁଟ ସହରରୁ 1 କିଲୋମିଟର ଦୂରରେ ଥିବା ଗୁଲିଫାୟାର ବସ୍ତିରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି।